ପିତା ପୁତ୍ର ପବିତ୍ର ଆତ୍ମା ତ୍ରିକ ଈଶ୍ୱରଙ୍କ ନାମରେ ଆମେନ୍। ଯାହା ଆମ୍ଭେ ପାଠ କରିବା ମାଥ୍ୟୁ ଲିଖିତ ସୁସମାଚାର ତାହାର 11 ପର୍ବ 28 ପଦ। ମାଥ୍ୟୁ ଲିଖିତ ସୁସମାଚାର ତାହାର 11 ପର୍ବ 28 ପଦ ମଧ୍ୟରେ ଏପରି ଲେଖାଯାଏ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ଈଶ୍ୱର ଅନଲାଇନ ମାଧ୍ୟମରେ ଜଡ଼ିତ ହୋଇଥିବା ପ୍ରତ୍ୟେକଙ୍କ ପ୍ରତି, ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ଦାନ କରନ୍ତୁ। ଆମେନ୍। ଖ୍ରୀଷ୍ଟରେ ଉପସ୍ଥିତ ପ୍ରଭୁଙ୍କର ଲୋକମାନେ ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ହେଉ, ଯେହେତୁ ପ୍ରଭୁ ଗତ ରାତ୍ରର ସମସ୍ତ ପ୍ରକାର ବିପଦ ଆପଦ ଶତ୍ରୁ ଶୈତାନରୁ ଉଦ୍ଧାର କଲେ ଏବଂ ଏହି ପ୍ରାତକାଳୀନ ସମୟରେ ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଆଲୋଚନା କରିବା ନିମନ୍ତେ ଈଶ୍ୱର ସୁଯୋଗ ପ୍ରଦାନ କରିଅଛନ୍ତି ଏବଂ ପ୍ରାତକାଳୀନ ମର୍ଣ୍ଣିଂ ପ୍ରେୟରରେ ଉପସ୍ଥିତ ଥିବା ଲିଡର୍ସ ମାନଙ୍କୁ, ପ୍ରତ୍ୟେକ କଂଗ୍ରିଗେସନକୁ ମଧ୍ୟ ପୁଣି ଥରେ ଆଜିର ଏହି ଉପାସନା ମଧ୍ୟରେ ସ୍ୱାଗତ ଜଣାଏ। ଆଜିର ବାକ୍ୟର ଥିମ୍ ହେଉଛି ଦ ଡିଭାଇନ୍ ଇନଭିଟେସନ୍ କମ୍ ଟୁ ମି। ଗୋଟେ ଐଶ୍ୱର୍ଯ୍ୟ ନିମନ୍ତ୍ରଣ, ସେ କମ୍ ଟୁ ମି, ମୋ ନିକଟକୁ ଆସ। ଗୋଟେ ଐଶ୍ୱର୍ଯ୍ୟ ନିମନ୍ତ୍ରଣ, ଈଶ୍ୱରଙ୍କର ଗୋଟିଏ ଆହ୍ୱାନ, ଈଶ୍ୱରଙ୍କ ଡାକରା ଏବଂ ଈଶ୍ୱରଙ୍କର ନିମନ୍ତ୍ରଣ। ଓ ସେ ନିମନ୍ତ୍ରଣ ହେଉଛି ଯେ ଯୀଶୁ ନିଜେ ସେ କହନ୍ତି, ତୁମ୍ଭେମାନେ ମୋ ନିକଟକୁ ଆସ। ଜଣେ ବ୍ୟକ୍ତି କହନ୍ତି, if you come to me, your life transform automatically। ଜଣେ ଥିଓଲୋଜିଆନ କହନ୍ତି ଯେ ତୁମେ ଯଦି ମୋ ପାଖରେ ଆସ, ତେବେ ତୁମମାନଙ୍କର ପ୍ରତ୍ୟେକଙ୍କର ଜୀବନ ଅଟୋମେଟିକାଲି ପରିବର୍ତ୍ତନ ହେବ ବୋଲି ସେ କହନ୍ତି। ଆଉ ଜଣେ ବ୍ୟକ୍ତି କହନ୍ତି, ଜଗତର ପ୍ରସିଦ୍ଧ ଲୋକର ଡାକରା ବ୍ୟତୀତ ଈଶ୍ୱରଙ୍କର ଡାକରା ମହତ୍ୱପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି। ଜଗତରେ ଯେତେ ବଡ଼ ଲୋକ ଅଛନ୍ତି, ପ୍ରସିଦ୍ଧ ଲୋକ ଅଛନ୍ତି, ସେମାନଙ୍କର ଡାକରା ବ୍ୟତୀତ ଐଶ୍ୱର୍ଯ୍ୟ ଡାକରା, ଐଶ୍ୱର୍ଯ୍ୟ ନିମନ୍ତ୍ରଣ, ଇଟ୍ ଇଜ୍ ଏ ୟୁନିକ୍, ଅତୁଲ୍ୟ ସହିତ ତାକୁ ସମତୁଲ୍ୟ କରାଯାଏ ନାହିଁ। ତାହା ବହୁତ ଗୁରୁତ୍ୱ, ତାହାର ବହୁତ ତାତ୍ପର୍ଯ୍ୟ ରହିଛି। ପ୍ରିୟ ମଣ୍ଡଳୀ, ଆମେ ବାଇବଲରେ ଅନେକ ଜାଗାରେ ଯୀଶୁ ସେ କହନ୍ତି କମ୍ ଟୁ ମି ବୋଲି କରି କହନ୍ତି। ଆଜିର ଶାସ୍ତ୍ରାଂଶରେ ମଧ୍ୟ ମାଥ୍ୟୁ 11:28 ପଦରେ ଲେଖାଯାଏ, ଏ ପରିଶ୍ରାନ୍ତ ଏବଂ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ ବୋଲି ସେ କହନ୍ତି। ଐଶ୍ୱର୍ଯ୍ୟ ଡାକରା, ମୋ ନିକଟକୁ ଆସ। ଯୋହନ 5 ପର୍ବ 40 ପଦରେ ଲେଖାଯାଏ, ତୁମେମାନେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହଁ। ଯୀଶୁ କହନ୍ତି ଯେ ତୁମେ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୋ ନିକଟକୁ ଆସିବାକୁ ଇଚ୍ଛା କରୁନାହଁ। ଐଶ୍ୱର୍ଯ୍ୟ ଡାକରା କେମିତି, ଆଉ ସେ ଡାକରାର ରେସ୍ପନ୍ସ କେମିତି ଲୋକମାନେ କରନ୍ତି। ଯୋହନ 6 ପର୍ବ 35 ପଦରେ ଲେଖାଯାଏ, ଯୀଶୁ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି ତୃଷିତ ହେବ ନାହିଁ। କମ୍ ଟୁ ମି, ନେଭର thirsty and never first। তুমি କେବେ ବି ତୃଷିତ ହେବ ନାହିଁ, କ୍ଷୁଧିତ ହେବ ନାହିଁ।
ଯେତେବେଳେ କି ଯୀଶୁଙ୍କର ଡାକରାକୁ ଯୀଶୁଙ୍କର ନିମନ୍ତ୍ରଣକୁ ଆମେ ମାନେ ପ୍ରତ୍ୟୁତ୍ତର କରୁଅଛୁ। ଯୋହନ 7 ପର୍ବ 37 ପଦର ମଧ୍ୟ ଲେଖାଯାଏ, ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ ତେବେ ସେ ମୋ ନିକଟକୁ ଆସି ପାନ କରୁ ବୋଲି ସେ କହନ୍ତି। Those who are thirsty come to me and take drink. କେତେ ସୁନ୍ଦର ବିଷୟ ପ୍ରିୟ ମଣ୍ଡଳୀ ଯୀଶୁ କହନ୍ତି। ଲୁକ ଲିଖିତ ସୁସମାଚାର ତାହାର 14 ପର୍ବ ତାର 24 ପଦର ମଧ୍ୟ ଯୀଶୁ କହନ୍ତି କେହି ଯେବେ ମୋ ନିକଟକୁ ଆସି ଆପଣା ପିତା ମାତା ଭାର୍ଯ୍ୟା ସନ୍ତାନ ଭ୍ରାତା ଭଗ୍ନୀ ମାନଙ୍କୁ ଏପରିକି ଆପଣା ପ୍ରାଣକୁ ସୁଦ୍ଧା ଅପ୍ରିୟ ଜ୍ଞାନ ନ କରେ ତେବେ ସେ ମୋର ଶିଷ୍ୟ ହୋଇ ପାରେ ନାହିଁ। ଐଶ୍ୱର୍ଯ୍ୟ ଆହ୍ୱାନ ଦେଖନ୍ତୁ ପ୍ରିୟ ମଣ୍ଡଳୀ, ଈଶ୍ୱର ଯୀଶୁଖ୍ରୀଷ୍ଟ ଅନେକ ଜାଗାରେ ସେ ଡାକୁଛନ୍ତି କମ୍ ଟୁ ମି, ମୋ ନିକଟକୁ ଆସ। ଆପଣ ମାନେ ସମସ୍ତେ ବି ଜାଣିଛନ୍ତି ଯେ ଯିଶାୟ ଭାବାଦୀଙ୍କ ପୁସ୍ତକ ତାହାର 55 ପର୍ବ 1 ପଦରେ ସେଇଠି ଲେଖାଯାଏ। ସେଇଠି ମଧ୍ୟ ଐଶ୍ୱର୍ଯ୍ୟ ଆହ୍ୱାନ ଗୋଟେ ଭୟଙ୍କର ଭାବରେ ସେଇଠି ଲେଖାଯାଏ, ଯାହାକି ଆମେ ପଢିବା ଯିଶାୟ ତାହାର 55 ପର୍ବ ତାହାର 1 ପଦ ମଧ୍ୟରେ ଲେଖାଯାଏ, ହେ ତୃଷିତ ଲୋକ ସକଳ ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ ସେ ଆସୁ। ତୁମ୍ଭେମାନେ ଆସ, କିଣ ଓ ଭୋଜନ କର। ହଁ ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ। ଏଠି ପରମେଶ୍ୱର 3ଟି କମ୍ ଟୁ ମି ବୋଲି କୁହାଯାଏ, 3ଟି କମ୍ ଟୁ ମି ବୋଲି ସେଠି ଉଲ୍ଲେଖ କରିଛନ୍ତି। ତୁମେ ମୋ ନିକଟକୁ ଆସ, ତୁମେ ମୋ ନିକଟକୁ ଆସ, ତୁମେ ମୋ ନିକଟକୁ ଆସ। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ତ ଯଦି ଆମେ ଦେଖୁ ଯେ ଯୀଶୁ ସେଇଟା କହନ୍ତି ଯେ ଯେଉଁମାନେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ। ଯୀଶୁ ଯେତେବେଳେ କହନ୍ତି କମ୍ ଟୁ ମି, it is a breathtaking claim, the breathtaking claim, ମାନେ ନିଶ୍ୱାସ ପ୍ରଶ୍ୱାସ ଯେମିତି କି ରହିଯିବ ସେଇ କ୍ଲେମକୁ ସେ କରୁଛନ୍ତି। ମୋ ନିକଟକୁ ଆସ। ଯୀଶୁ କହୁନାହାନ୍ତି, କୋଉଠି କହିଛନ୍ତି କି ଯେ ଯୀଶୁ କମ୍ ଟୁ ଦି ରିଲିଜିୟନ, ତୁମେ ଧର୍ମରେ ଯାଅ, ଚାହିଁଲେ କହିନାହାନ୍ତି ଧର୍ମ ନିକଟକୁ ଆସ, କହିନାହାନ୍ତି ଗୋ ଟୁ ରିଲିଜିୟନ, କମ୍ ଟୁ ରିଲିଜିୟନ। ଯୀଶୁ କେବେ କହିନାହାନ୍ତି, କହିନାହାନ୍ତି କମ୍ ଟୁ ଦି ସିଷ୍ଟମ, ଗୋ ଟୁ ଦି ସିଷ୍ଟମ। ଯୀଶୁ କହିନାହାନ୍ତି, ଯୀଶୁ କହିନାହାନ୍ତି କମ୍ ଟୁ ଦି ରୁଲ୍ସ ଏଣ୍ଡ ଗୋ ଟୁ ଦି ରୁଲ୍ସ, କେବେ କହିନାହାନ୍ତି। ନିୟମ ବିଧି ବିଧାନରେ ରୁହ, ଏହା ମଧ୍ୟ ଈଶ୍ୱର କହିନାହାନ୍ତି। ଯୀଶୁ କହିନାହାନ୍ତି ଗୋ ଟୁ ଦି ଫିଲୋସଫି ଅର କମ୍ ଟୁ ଦି ଫିଲୋସଫି। ଜ୍ଞାନ ବୁଦ୍ଧି ନିକଟକୁ ଯାଅ, ସେଟା ବି କହିନାହାନ୍ତି। ଗୋ ଟୁ ଦି ପାୱାରଫୁଲ ମ୍ୟାନ୍ ଏଣ୍ଡ କମ୍ ଟୁ ଦି ପାୱାରଫୁଲ ମ୍ୟାନ୍, ସେଇଟା ବି କହିନାହାନ୍ତି। ଇଭେନ୍ ଡଜଣ୍ଟ ସେ, ଯୀଶୁ ଏମିତି ବି କହିନାହାନ୍ତି ଯେ ଗୋ ଟୁ ଦି ଗଡ୍ ବୋଲି ମଧ୍ୟ କହିନାହାନ୍ତି, କମ୍ ଟୁ ଗଡ୍ ବୋଲି ମଧ୍ୟ ସେ କହିନାହାନ୍ତି। ଏଇଟା ହଉଛି ସବୁଠୁ ବ୍ରେଥ୍ ଟେକିଂ କ୍ଲେମ୍। ଯୀଶୁ ଯେତେବେଳେ କହୁଛନ୍ତି କମ୍ ଟୁ ମି, ଅବାକ୍ ହେଇଯାଇ ହବ, ଅବାକ୍ ହେଇ ଭୟଙ୍କର କ୍ଲେମ୍ କରୁଛନ୍ତି, ବ୍ରେଥ୍ ଟେକିଂ କ୍ଲେମ୍, ଦ ବ୍ରେଥ୍ ଟେକିଂ କ୍ଲେମ୍। ଯୀଶୁ କେବେ କହିନାହାନ୍ତି କମ୍ ଅର୍ ଗୋ ଟୁ ଗଡ୍ ବୋଲି ମଧ୍ୟ କହିନାହାନ୍ତି। ପ୍ରିୟ ମଣ୍ଡଳୀ, ଯେତେବେଳେ ଯୀଶୁ କହୁଛନ୍ତି କମ୍ ଟୁ ମି, the Jesus reveals his divine authority. ଯୀଶୁ ଯେତେବେଳେ କହୁଛନ୍ତି ତୁମେ ଆମ୍ଭ ନିକଟକୁ ଆସ, ସେତେବେଳେ ଗୋଟେ ଡିଭାଇନ ଅଥରିଟିକୁ ସେ ୟୁଜ କରୁଛନ୍ତି, ବ୍ୟବହାର କରୁଛନ୍ତି। ଗୋଟେ ଐଶ୍ୱର୍ଯ୍ୟ କ୍ଷମତାକୁ ସେ ବ୍ୟବହାର କରନ୍ତି। The Jesus reveals the divine authority. ଐଶ୍ୱର୍ଯ୍ୟ କ୍ଷମତାକୁ ସେ ପ୍ରକାଶ କରନ୍ତି। ସେଥିପାଇଁ କହୁଛନ୍ତି ଯେ ମୋ ନାମରେ ତୁମେ ଯାହା କିଛି ମାଗ ମୁଁ
the sovereign power, the omniscient, omnipotent, omnipresence, ଏ ତିନୋଟି ବିଷୟକୁ ପ୍ରଭୁ ଯୀଶୁ ନିଜ ଠାରେ ପରିପ୍ରକାଶ କରୁଛନ୍ତି। ସେ କଣ ପରିପ୍ରକାଶ କରୁଛନ୍ତି ଯେ Jesus is the powerful man, the Jesus ହଉଛନ୍ତି ଗୋଟେ ଶକ୍ତିଶାଳୀ ଈଶ୍ୱର। ସେଥିପାଇଁ ସେ କହୁଛନ୍ତି ଯେ come to me, କାହାର ପାଖରେ ସେ ପଠାଉ ନାହାନ୍ତି, କୋଉ ବ୍ୟକ୍ତି ବିଶେଷ ପଠାଉ ନାହାନ୍ତି, ଇଭେନ ଗାଡ୍ ପାଖରେ ବି ପଠାଉ ନାହାନ୍ତି, କାରଣ ନିଜର ପାଖରେ ଗାଡ୍ କୁ ସେ ସତ୍ତାକୁ ସେ ଅନୁଭବ କରିଛନ୍ତି, ଗାଡ୍ କୁ ସେ ଅନୁଭବ କରିଛନ୍ତି ନିଜ ପାଖରେ, ଆଉ ସେଥିପାଇଁ କହୁଛନ୍ତି ଯେ come to me। It is the powerful statement, ଭୟଙ୍କର statement। କିଏ ଦେଇପାରିବ ନାହିଁ come to me? କିଏ କହିପାରିବ come to me ବୋଲିକି? ମୋ ପାଖରେ ଆସ ମୁଁ ଦେବି ବୋଲି ଯେ କହିବ, କିଏ କହିପାରିବ? ଯାହାର ପାଖରେ କି ସେତିକି ପାୱାର ଅଛି, ଯାହା ପାଖରେ କି ସେତେ ଶକ୍ତି ଅଛି। ମୁଁ ସେଥିପାଇଁ ଗାଡ୍ ର କ୍ୟାରେକ୍ଟର କୁ ସେ ପ୍ରକାଶ କରୁଛି ଯେ sovereign power, omnipotent, omniscient and omnipresence, ଯେ କି ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବ ଅନ୍ତର୍ଯାମୀ, ସେ ସକଳ ବିଷୟ ଅତୀତ ବର୍ତ୍ତମାନ ଭବିଷ୍ୟତକୁ ଜାଣନ୍ତି ସେଇ ଈଶ୍ୱର। ସେଥିପାଇଁ ମିଖା ତାହାର 7 ପର୍ବ 28 ପଦରେ ଯେ ମିଖା କହନ୍ତି ଆମ୍ଭମାନଙ୍କର ପରମେଶ୍ୱରଙ୍କର ତୁଲ୍ୟ କିଏ ବୋଲି ସେ ସେଇଠି ପରିପ୍ରକାଶ କରନ୍ତି। Who is like Yahweh? ଈଶ୍ୱରଙ୍କର ପରି କିଏ? ସେ ଖ୍ରୀଷ୍ଟଙ୍କ ପରି କିଏ? ଯୋଉ ଖ୍ରୀଷ୍ଟ କି ସେ ଏମିତି ପାୱାର ଅଛି ଯେ ସେ କହନ୍ତି come to me, ମୋ ପାଖରେ ଆସ ବୋଲି। ପ୍ରିୟ ମଣ୍ଡଳୀ, ଆଜି ଆମେ ଯେତେବେଳେ ଈଶ୍ୱରଙ୍କ ନିକଟରେ ବୋଝ, ଏଠି ଯଦି ଆମେ ଏଇ ଯୋଉ ମାଥ୍ୟୁର ବ୍ୟାକଗ୍ରାଉଣ୍ଡ କୁ ଯଦି ଚିନ୍ତା କରିବା, ମାଥ୍ୟୁର ବ୍ୟାକଗ୍ରାଉଣ୍ଡ ହେଉଛି ବିଶେଷ କରି ଯୀଶୁଙ୍କୁ ଗୋଟେ କିଙ୍ଗ ବୋଲି କରି ସେମାନେ ଧରି ନିଅନ୍ତି। ଆଉ ଯେତେବେଳେ ସେ ମାଥ୍ୟୁ ଲେଖୁଛନ୍ତି ଜିସସ୍ ଇଜ ଦ କିଙ୍ଗ ବୋଲିକି, ଦ ମସାୟା ବୋଲି କରି ସେ ଲେଖନ୍ତି। ଆଉ ସେଇ ମସାୟା ଉପରେ କିଏ ବି ବିଶ୍ୱାସ କରୁନଥିଲେ, ଭରସା କରୁନଥିଲେ ଯେ ଈଶ୍ୱର ତାଙ୍କ ଠାରେ ସେ ପ୍ରକାଶିତ ହୋଇଛନ୍ତି ବୋଲି ବି ବିଶ୍ୱାସ କରୁନଥିଲେ। ସେଥିପାଇଁ ସେ କହୁଛନ୍ତି ଯେ ଯୋଉ ମସାୟାକୁ ତୁମେ ଅସ୍ୱୀକାର କରୁଛ, ସେ ମସାୟା ପାଖରେ ତୁମେ ଆସ। all the Jews, all the people of Israel, ତୁମେ ଈଶ୍ୱରଙ୍କ ସେ ଯୀଶୁଙ୍କ ନିକଟରେ ଆସ। ତୁମେ ଗାଡ୍ କୁ ନିକଟକୁ ଯାଅ ନାହିଁ, ଗାଡ୍ କୁ ତୁମେ ପାଇପାରିବ ନାହିଁ, ଈଶ୍ୱରଙ୍କୁ ପାଇପାରିବ ନାହିଁ, ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ତାର ଉପର ଅଂଶକୁ 11 ପର୍ବ ତାର 28 ପଦ ଉପର ଅଂଶକୁ ଯଦି ତୁମେ ପଢିବ, ସେଇଠି ଲେଖାଯାଏ ମୋର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋ ଠାରେ ସମର୍ପିତ ହୋଇଅଛି। ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି ପିତାଙ୍କୁ କେହି ଜାଣେ ନାହିଁ, ପୁତ୍ର ଜାଣନ୍ତି। ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ସେଇ ଜାଣେ। ବେଷ୍ଟ ଷ୍ଟାଟମେଣ୍ଟ ଗୋଟେ ସେ ଦିଅନ୍ତି, ବଢିଆ ଷ୍ଟାଟମେଣ୍ଟ ଗୋଟେ ଦିଅନ୍ତି ସେ। ମାନେ ଈଶ୍ୱରଙ୍କୁ, ମାନେ ତୁମର ମାନେ କଣ କହିବାକୁ ଚାହେଁ, ଗୋଟେ ମନୁଷ୍ୟ ଦ ଡେସ୍ପରେଟ୍ ଇନ୍ ହ୍ୟୁମାନ ଇଣ୍ଟେଲେକ୍ଟ, ମାନେ ଗୋଟେ ମନୁଷ୍ୟର ସର୍ବୋଚ୍ଚ ଜ୍ଞାନ, ବିଭିନ୍ନ ଜ୍ଞାନରେ ସେ ଈଶ୍ୱରଙ୍କୁ ପାଇପାରିବ ନାହିଁ, ଜାଣିପାରିବ ନାହିଁ। କେବଳ ପିତା ଜାଣନ୍ତି ଏବଂ ପିତାଙ୍କୁ ପୁତ୍ର ଜାଣେ ଏବଂ ପୁତ୍ରକୁ ପିତା ହିଁ ଜାଣନ୍ତି। values in the virtue section, ମାନେ ଗୋଟେ ସତ୍ ଗୁଣର ଭ୍ୟାଲ୍ୟୁରେ ମଧ୍ୟ ଅନେକ ଲୋକ ଭଲ କାମ କରିଦେବେ, ଠିକ ଜିନିଷ କରିଦେଲେ ଈଶ୍ୱର ମାନେ ପ୍ରକାଶିତ ହେଇଯିବେ ନାହିଁ ତା ଜୀବନରେ। values in the virtue section ରେ ବି ଈଶ୍ୱର ପ୍ରକାଶିତ ହେବେ ନାହିଁ। ଈଶ୍ୱରଙ୍କୁ ଖୋଜିବାକୁ, ଈଶ୍ୱରଙ୍କୁ ପାଇବାକୁ ମଧ୍ୟ କିଏ ମାନେ ଶକ୍ତି ନାହିଁ ପ୍ରିୟ ମଣ୍ଡଳୀ। ସେଥିପାଇଁ ମହାତ୍ମା ଗାନ୍ଧୀ ସେ ଯେତେବେଳେ ତାଙ୍କର ମୃତ୍ୟୁ ହେଉଥିଲା, ଜଣେ ଛୋଟ ତାଙ୍କ ରିଲେଟିଭ ପୁଅ ତାଙ୍କୁ ପଚାରିଲା ତମେ କଣ ଈଶ୍ୱରଙ୍କୁ ପାଇଲ କି? ଯେତେବେଳେ ପଚାରିଲା, ସେ କହିଲେ ଦ ମହାତ୍ମା ଗାନ୍ଧୀ says in the last breath ରେ କହିଲେ I am seeking God till now, ମୁଁ ଏ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ଖୋଜୁଛି ବୋଲି କରି ସେ କହିଲେ। I am seeking God till now, ମୁଁ ଏ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ଖୋଜୁଛି ବୋଲି ସେ କହୁଛି। ସେମିତି ପ୍ରକାର ଲୋକମାନଙ୍କୁ ଯୀଶୁ ଆଜି କହନ୍ତି, ଯେଉଁମାନେ କି ଈଶ୍ୱରଙ୍କୁ ଖୋଜି 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 ସେମାନେ ଥକି ଯାଇଛନ୍ତି, ପାଇ ପାରୁନାହାନ୍ତି, ବୁଝି ପାରୁନାହାନ୍ତି, ଜାଣି ପାରୁନାହାନ୍ତି, ପରିଶ୍ରାନ୍ତ ହୋଇଯାଇଛନ୍ତି, ଭାରଗ୍ରସ୍ତ ହୋଇଯାଇଅଛନ୍ତି। ସେଇ
ପ୍ରକାର ଲୋକମାନଙ୍କୁ ଯୀଶୁ କହନ୍ତି come to me, come to me. It's a breathtaking claim. Come to me. ପ୍ରିୟ ମଣ୍ଡଳୀ, ସେଥିପାଇଁ ଯୀଶୁ ଆଜି ସେ କହନ୍ତି ମୋ ନିକଟକୁ ଆସ। ମୋ ନିକଟକୁ ଆସ ବୋଲି ଯେତେବେଳେ ଏହି ବାକ୍ୟ ସେ କହନ୍ତି, it is a personal invitation. ଯୋଉ divine invitation ଅଛି come to me, এটা ହଉଛି ଗୋଟେ ବ୍ୟକ୍ତିଗତ ମାନେ ଡାକରା, ବ୍ୟକ୍ତିଗତ ନିମନ୍ତ୍ରଣ ଈଶ୍ୱର ଦିଅନ୍ତି। ଆରେ ଈଶ୍ୱର ବ୍ୟକ୍ତିଗତ ନିମନ୍ତ୍ରଣ ସେ କେମିତି ପ୍ରକାର ଲୋକମାନଙ୍କୁ ଦିଅନ୍ତି? ଯେଉଁମାନେ କି ସିନ୍ ପାପରେ ପତିତ ହୋଇଅଛନ୍ତି, those who are in guilty, ଯେଉଁମାନେ କି ନିଜକୁ ଅପରାଧୀ ପାପୀ ବୋଲିକି ସେମାନେ ଜାଣି କରୁଛନ୍ତି, ଯେଉଁମାନେ କି ଟ୍ରାନ୍ସଗ୍ରେସନ, ନିଜକୁ ଅଯୋଗ୍ୟ ଅଧମ ମୂଢ ମନୁଷ୍ୟ ବୋଲି ନିଜକୁ ସେମାନେ ବୁଝିପାରୁଛନ୍ତି, এই ପ୍ରକାର ଇତ୍ୟାଦି ବ୍ୟକ୍ତି ବିଶେଷ ମାନଙ୍କୁ ଈଶ୍ୱର କହୁଛନ୍ତି come to me। ଅନେକ ଲୋକ ଆଜି ପାପ ପାଇଁ, ଅପରାଧ ପାଇଁ, ଏସବୁ ପାଇଁ ନିଜକୁ ମାନେ ଏମିତି ଭାରଗ୍ରସ୍ତ ବ୍ୟତିବ୍ୟସ୍ତ ହୁଅନ୍ତି ଯେ କହିଲେ ନ ସରେ। ପ୍ରଭୁ ସେମିତି ଲୋକମାନଙ୍କୁ ସେ କଣ କରୁଛନ୍ତି come to me। ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ ସେ ଯୋଉ ଡାକରା ଦିଅନ୍ତି ସେ ଗୋଟେ ଇଣ୍ଡିଭିଜୁଆଲି, ଅର୍ଥାତ୍ ସେ ପର୍ସନାଲ ଡାକରା ଦିଅନ୍ତି, ବ୍ୟକ୍ତିଗତ ଭାବରେ ଡାକରା ଦିଅନ୍ତି। ସେଦିନ ମଧ୍ୟ ଈଶ୍ୱର ସେ ଡାକରା ଦେଇଥିଲେ, ସୃଷ୍ଟିର ପ୍ରଥମ ଡାକରା, ହେ ଆଦମ, ହେ ଆଦମ ତୁମେ କେଉଁଠାରେ? ଭୟଙ୍କର ନିମନ୍ତ୍ରଣ ସେଇଟା। ମୁଁ ପ୍ରଶ୍ନ କରେ ଯେ ଯୀଶୁ କଣ, ଈଶ୍ୱର କଣ ତାଙ୍କର ଲୋକେସନ କୁ ପଚାରୁଥିଲେ କି? ସେ ଯୋଉଠି ଅଛନ୍ତି ସେ ଲୋକେସନ କୁ କଣ ପଚାରୁଥିଲେ କି? ପ୍ରଶ୍ନ କରୁଥିଲେ କି? ଅନେକ ଲୋକ ଲୋକେସନ ବୋଲିବେ, where are you Adam? Adam, where are you? ଆଦମ ତୁମେ କେଉଁଠାରେ? It is not a location. God knows everything. କୋଉଠି ଅଛନ୍ତି, କଣ କରୁଛନ୍ତି, କଣ କରିଛନ୍ତି, God knows everything. ଈଶ୍ୱର ସବୁ ବିଷୟ ଜାଣନ୍ତି, କିନ୍ତୁ ସେ ସବୁ ଜାଣିକି ଈଶ୍ୱର କହୁଛନ୍ତି Adam, where are you? It is not a location, but it is the condition of human. It is the condition of human. ମନୁଷ୍ୟର କଣ୍ଡିସନ କୁ ପଚାରୁଛନ୍ତି, ତମେ କୋଉ କଣ୍ଡିସନ, କୋଉ ସିଚୁଏସନ ରେ ଅଛ? ଆଉ ସେ ଡାକୁ ଜାଣିଛନ୍ତି ତମେ କି ସିଚୁଏସନ ରେ ଅଛ, କୋଉ କଣ୍ଡିସନ ରେ ବି ଅଛ, କେମିତି ପାପରେ ପତିତ ହେଇଛ, ଗଡ ଜାଣିଛନ୍ତି। ବଟ୍ ହେଲେ ବି ଗଡ କହୁଛନ୍ତି ଆଡମ where are you? ତାର ଅର୍ଥ ହେଉଛି ଗଡ ସେ କହୁଛନ୍ତି come to me, ତୁମେ ଯୋଉ ପାପରେ ପତିତ ହୋଇଅଛ come to me, ମୋର ପାଖରେ ଆସ ବୋଲିକି। ପ୍ରଭୁ ସବୁ ବିଷୟ ସେ ଈଶ୍ୱର ଆମର ପାପକୁ ସେ ଗଣନା କରିବେ ନାହିଁ, তুমি କେତେ ପାପ କରିଅଛ ସେଇଟାକୁ ଗଣନା କରିବେ ନାହିଁ। ଈଶ୍ୱର ତୁମେ କେତେ ପାପୀ ସେ ସବୁକୁ ସେ ଚିନ୍ତା କରିବେ ନାହିଁ। ମିଖା ତାହାର ସାତ ପର୍ବ ତାର ମିଖା 7 ପର୍ବ ତାହାର 18 ପଦରେ ଲେଖାଯାଏ, ଅଂଶରେ ତୁମ୍ଭେ ଅଧର୍ମ କ୍ଷମା କରିଥାଅ। 19 ପଦରେ ଲେଖାଯାଏ, ଅଂଶରେ ସେ ଆମ୍ଭମାନଙ୍କର ଅଧର୍ମ ସକଳ ପଦ ତଳେ ଦଳିବେ, ଆଉ ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଗାଧ ଜଳରେ ନିକ୍ଷେପ କରିବେ। अबाक ही जाए वो God. Our God is God of loving and our God is God of forgiven God.
ତାଙ୍କର ଇନଭିଟେସନ ସେଇଦିନ ଗୋଟେ ପନିଶମେଣ୍ଟ ପାଇଁ ନଥିଲା। ଐଶ୍ୱର୍ଯ୍ୟ ଯୋଉ ଆହ୍ୱାନ ଆଦମକୁ ଯୋଉ ଡାକିଲେ ପନିଶମେଣ୍ଟ ପାଇଁ ନାହିଁ, କିନ୍ତୁ ଏଥିପାଇଁ କଣ ଯେ ତୁମର ଯେତେ ପାପ କରିଛ ସେ ପାପକୁ ସମୁଦ୍ରର ଅଗାଧ ଜଳରେ ନିକ୍ଷେପ କରିବା ପାଇଁ। ଏ ଯୋଉ ପଏଟିକାଲ ଲାଙ୍ଗୁଏଜରେ ଏଠି ଲେଖା ଯାଉଛି ବହୁତ ବଢିଆ। ସମୁଦ୍ର ମାନେ କଣ? ଯୋଉ ସମୁଦ୍ରକୁ ଦେଖି ହେବ ନାହିଁ, ତାର ମାପି ହେବ ନାହିଁ, ବୁଝି ହେବ ନାହିଁ, ସେମିତି ଜାଗାରେ ଆମର ପାପକୁ ସେ ଜଳରେ ପକାଇବେ। ସମୁଦ୍ରରେ ପକାଇଲେ କଣ ତାକୁ ରିଟର୍ନ ହବାର ଚାନ୍ସ ଅଛି କି? ନାହିଁ। ସେ ପୁଣି ଥରେ ଫେରି ଆସିବା ଚାନ୍ସ ନାହିଁ, ପୁଣି ଥରେ ଆଉ ଫେରି ଆସିପାରିବ ନାହିଁ। ଗାଧ ଜଳରେ ଯୋଉ ଜଳରେ କି ସେ ନିକ୍ଷେପ ହୋଇଯିବ ସେଇ ପାପ। ସେଥିପାଇଁ ଗୀତ ସଂଗୀତାରେ ମଧ୍ୟ ଲେଖା ଅଛି, ସେ 3 ପର୍ବ ଲେଖାଯାଏ କଣ ଯେ ପୂର୍ବ ଏବଂ ପଶ୍ଚିମ ଯେତେ ଦୂର ଆମେ ତୁମର ପାପ ଏବଂ ଅପରାଧ ସେତେ ଦୂର କରିବା ବୋଲି ଲେଖାଯାଏ। ସେଦିନ ମଧ୍ୟ ଆଦମ ଏବଂ ହବା ପ୍ରଭୁ ସେଇ ଉଦ୍ଦେଶ୍ୟରେ ଆକା ଯାଇଥିଲେ ତମର କଣ୍ଡିସନକୁ, କମ୍ ଟୁ ମି ଆଇ ୱିଲ୍ ଗିଭ୍ ୟୁ ରେଷ୍ଟ। ମୁଁ ତୁମକୁ ସେ ବିଶ୍ରାମ ଦେବି, ଗୋଟେ ଗାର୍ଡ ସହିତ ଆଲାଉନ୍ସ କରିବି। ଠିକ ଅଛି, ତମେ ପାପ କରିଛ, ମାତ୍ର ମୁଁ ତୁମକୁ କେବେ ମଧ୍ୟ ପରିତ୍ୟାଗ କରିବି ନା। ଆଇ ଏମ୍ବ୍ରେସ୍ ୟୁ, ଆଇ ୱିଲ୍ ଏମ୍ବ୍ରେସ୍ ୟୁ, ମୁଁ ତୋତେ ଆଲିଙ୍ଗନ କରିବି। ସେତେ ଗାର୍ଡ ଅଛି, ମାନେ ଗାର୍ଡର ପାୱାର ଅଛି। ପ୍ରିୟ ମଣ୍ଡଳୀ, ମୁଁ ଆପଣ ମାନଙ୍କୁ ଆଜି କହିବାକୁ ଚାହେଁ, ଆମେ ଯେତେବେଳେ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରୁ, ସେ ପ୍ରକୃତରେ ବିଚାର କରିବାରେ ସେ ସନ୍ତୁଷ୍ଟ ନୁହନ୍ତି। ତୁମର ପାପକୁ ବିଚାର କରିବାରେ ସନ୍ତୁଷ୍ଟ ନୁହନ୍ତି, କିନ୍ତୁ ସେ ତୁମକୁ ମାର୍ସି ମାନେ ଦୟାରେ ସେ ସନ୍ତୁଷ୍ଟ ଅଟନ୍ତି। ପ୍ରିୟ ମଣ୍ଡଳ, ସେଥିପାଇଁ ସେ ମିଖା ତାହାର 7 ପର୍ବ ତାର 14 ପଦର ଶେଷ ପଦରେ ଲେଖା ଅଛି, କାରଣ ଦୟା କରିବାକୁ ସନ୍ତୁଷ୍ଟ ଅଛନ୍ତି, କ୍ଷମା ଦେବାରେ ସନ୍ତୁଷ୍ଟ ଅଛନ୍ତି। ସେଥିପାଇଁ ମଧ୍ୟ ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ ଯେ the God's characteristic is not his capacity for destruction. ଐଶ୍ୱର୍ଯ୍ୟ ପ୍ରକୃତି ଏମିତି ଯେ ତୁମକୁ ଈଶ୍ୱର ଡେଷ୍ଟ୍ରକ୍ସନ କରିବା ପାଇଁ କେପାସିଟି ନାହିଁ। ହ୍ୟୁମାନକୁ, ମନୁଷ୍ୟକୁ ପାପ କଲା ପରେ ତାକୁ ଡେଷ୍ଟ୍ରକ୍ସନ କରିବା ପାଇଁ ପ୍ରଭୁଙ୍କର ଦକ୍ଷତା, ଶକ୍ତି ନାହିଁ। but he is relentless obsession with mercy, କିନ୍ତୁ ତାକୁ ଗୋଟେ ନିର୍ଦ୍ଦୟ ମାନେ ଅନୁଗ୍ରହକୁ ସହିତ ତାକୁ ଜିଦଖୋର ହୋଇକି ତାକୁ ଦୟା କରିବାର ସେ ସନ୍ତୁଷ୍ଟ। ଜିଦଖୋର ନାଇଁ, ମୁଁ ଦୟା କରିବି ବୋଲିକି। ସେଥିପାଇଁ ମୁଁ ସେଥର ମଧ୍ୟ କହିଥିଲି ଲାଷ୍ଟ ଟାଇମ ମଧ୍ୟ, ଯୀଶୁ ଯଦି ଚାହିଁଥାନ୍ତେ, ଈଶ୍ୱର ଯଦି ଚାହିଁଥାନ୍ତେ, ଯୀଶୁଙ୍କୁ କ୍ରୁଶରେ ଓହ୍ଲାଇ ପାରିଥାନ୍ତେ, ମାତ୍ର ଈଶ୍ୱର ଚାହିଁଲେ ନାହିଁ। କାରଣ ଈଶ୍ୱର ଜିଦଖୋର ଅଟନ୍ତି। କଣ ପାଇଁ ନା ଏଇ ଜଗତର ଲୋକମାନଙ୍କ ପାଇଁ, ଯୋଉ ପ୍ରେମରେ ସେ ପାଗଳ ହେଇଯାଇଛନ୍ତି, ସେ ନିଜର ପୁତ୍ରକୁ ସୁଦ୍ଧା ସେ ରକ୍ଷା କରିପାରୁନାହାନ୍ତି। ସେତେ ବଡ ଲଭ୍ ସେ କରୁଛନ୍ତି। ପ୍ରିୟ ମଣ୍ଡଳୀ, ଦ ପର୍ସନାଲ ଇନଭିଟେସନ ସେଥିପାଇଁ ଅଛି, ବ୍ୟକ୍ତିଗତ ଇନଭିଟେସନ, କମ୍ ଟୁ ମି। ପାପରେ ରୁହ, ବୋଝରେ ରୁହ, କି ଟ୍ରାନ୍ସଗ୍ରେସନ ଅପରାଧରେ ରୁହ, କମ୍ ଟୁ ମି, ମୋ ପାଖରେ ଆସ, ମୁଁ ସବୁ ଜିନିଷ ତୁମମାନଙ୍କୁ କଣ କରିବି ନା କ୍ଲିନ୍ କରିବି। ଯୋଇଲୁ ମୋ ମଣ୍ଡଳୀର ଗୋଟେ ଗୀତ, ଗୋଟେ ବହିର ଗୋଟେ ଗୀତ ଅଛି, 155 ନମ୍ବର ଗୀତ। ଆରେ ସେଇ ଗୀତରେ ବହୁତ ସୁନ୍ଦର ଲେଖାଯାଏ। କଣ ସେ ଗୀତ ଅଛି? ଆସ ଆସ ସର୍ବ ପାପୀ ସତ୍ପরে, সুসমাচার ভোজরে, নিমন্ত্রণ পত্র হইছি আগত, পাঠ করি দেখো হস্তরে। আস সর্ব পাপী সৎপরে, সুসমাচার ভোজরে,
রে আস সর্ব পাপী সৎপরে সুসমাচার ভোজরে। প্রিয় মণ্ডলী, God is give the invitation। যেମାନେ ବୋଝର ସହିତ ସମସ୍ୟାର ସହିତ ଅଛନ୍ତି, ତୁମେ ମାନେ ଆସ। ଆଉ କେମିତି ଲୋକକୁ ସେ ଆହ୍ୱାନ କରନ୍ତି ପ୍ରିୟ ମଣ୍ଡଳୀ, ଯେ ତୁମେ କେଉଁଠାରେ, ଯେତେବେଳେ ସେ କହୁଛନ୍ତି, ସେ ସେଇଦିନ ଯଦି କହିଥାନ୍ତା ଗୋଟେ ରିପେଣ୍ଟର ସହିତ, ଅନୁତପ୍ତର ସହିତ, God, I am in sin, ମୁଁ ପାପରେ ପତିତ ଅଛି, that is enough for God। ଏତେ ହିଁ enough। ପ୍ରଭୁଙ୍କ ଠାରେ କାନ୍ଦିକି ଆମର ବଡିକୁ ନଷ୍ଟ କରିବାର କିଛି ଆବଶ୍ୟକ ନାହିଁ। ଇସ୍ରାଏଲ ମାନଙ୍କ ପରି ସେଇଦିନ ଗୋଟିଏ ବାଛୁରୀକୁ ସେମାନେ ନିର୍ମାଣ କରି ଚତୁଃପାର୍ଶ୍ୱରେ ନିଜେ ହାଣି ନିଜର ଶରୀରକୁ ସେମାନେ କ୍ଷତ ବିକ୍ଷତ କରୁଥିଲେ। ସେତେ ରିପେଣ୍ଟ କରିବାର ଆବଶ୍ୟକ ନାହିଁ। ଖାଲି ଗୋଟେ ହୃଦୟ ସହିତ ବିଦୀର୍ଣ୍ଣ ହୋଇ ଆମେ ପ୍ରଭୁଙ୍କ ପାଖରେ I am in sin, ପ୍ରଭୁ ମୁଁ ପାପରେ ପତିତ ହୋଇଅଛି, that is enough God ପାଖରେ। ସେଇ ରେସ୍ପନ୍ସ ହଉଛି ସବୁଠୁ ବଡ, କାରଣ God knows everything। ପ୍ରିୟ ମଣ୍ଡଳୀ, ସେଇଦିନ ମଧ୍ୟ ସେଇ ବ୍ୟକ୍ତି ସେ ଯୀଶୁଙ୍କ ନିକଟରେ ସେଥିପାଇଁ ସେ ତାର ପିତାଙ୍କ ନିକଟକୁ ଆସିଥିଲା। ସେ ଅପବ୍ୟୟ ପୁତ୍ର, ସେ କିଛି କରିନାହିଁ। 15 ପର୍ବ 17 ପଦରେ ଲେଖା ଅଛି, ଲୁକ 15 ପର୍ବ 17 ପଦରେ ସେ ଚେତନା ପାଇଲା। ରିପେଣ୍ଟ yourself। ନିଜର ପାପକୁ ସେ ଚିହ୍ନି ପାରିଲା। ମୋର ପିତାଙ୍କର ଗୃହରେ ଅନେକ ଖାଦ୍ୟ ବଳି ପଡୁଅଛି, ମୁଁ ମୋ ବାପାଙ୍କ ପାଖରେ ଯିବି ବୋଲିକି। ମୁଁ ତାଙ୍କର କହିବି ଯେ ମୁଁ ମୂଲିଆ ପରି ରହିବି, ମତେ ପୁଅ ବୋଲି ଡକାଯିବାର ମୁଁ ଯୋଗ୍ୟ ନୁହେଁ ବୋଲି। ପ୍ରିୟ ମଣ୍ଡଳୀ, ସେଇଦିନ ବାପା ସେ ଦେଖିଲେ ଦୂରରୁ, ଆରେ ସେଇଠି ଲେଖା ଅଛି ANE ମାନେ ଏନସିଏଣ୍ଟ ନିୟରେଷ୍ଟ। ସେଠି କଣ ଯେ ବାପା କେବେ ଦୌଡ଼ିକି ପୁତ୍ର ପାଖେ ଯିବେ ନାହିଁ, ପୁତ୍ର ଦୌଡ଼ିକି ବାପାଙ୍କ ପାଖେ ଆସିବେ। କିନ୍ତୁ ସେ କଲଚରକୁ ବାପା କଣ କରିଛନ୍ତି, ଡିମୋଲିଶ କରିଦେଲେ। ସେ ଯେତେବେଳେ ରିପେଣ୍ଟ କରିକି ଆସୁଛି, ଅନୁତାପ କରିକି ଆସୁଛି, ବାପା ସେ ଦୌଡ଼ି ଯାଇ ତାକୁ ସେ କଣ କରିଛନ୍ତି, ଆଲିଙ୍ଗନ କରିଛନ୍ତି। ସେଇଠି ହୋଇପାରିଥାନ୍ତେ ସେ ପନିଶମେଣ୍ଟ ଦେଇଥାନ୍ତେ, ତୁଇ ମୋ ସବୁ ଧନ ସମ୍ପତ୍ତିକୁ ନଷ୍ଟ କଲୁ, ପନିଶମେଣ୍ଟ ଦେଇଥାନ୍ତେ। ତାକୁ ଗୋଟେ ମୂଲିଆ ପରି ବି ରଖିଥାନ୍ତେ, ମାତ୍ର ସେମିତି ରଖିଲେ ନାହିଁ। ପ୍ରଭୁ ସେମିତି ରଖିଲେ ନାହିଁ, ତାଙ୍କ ପିତା ସେମିତି ରଖିଲେ ନାହିଁ। ତାକୁ ସେ ଆଲିଙ୍ଗନ କଲେ, ଆରେ ସେ ଅଧିକାର ଦେଲେ। ପ୍ରିୟ ମଣ୍ଡଳୀ, ମୁଁ କହିବାକୁ ଚାହେଁ, ପର୍ସନାଲ ଇନଭିଟେସନ ହଉଛି ସବୁଠୁ ଭୟଙ୍କର। ଆଉ ସେଇଦିନ ମଧ୍ୟ ଯୀଶୁ ଖ୍ରୀଷ୍ଟ ସେ କହୁ ମଧ୍ୟ ଗୋଟେ ଉଦାହରଣ ଦେଲେ। ଗୋଟେ ଭୋଜ ପ୍ରସ୍ତୁତ ହେଲା, ଆଉ ସମସ୍ତଙ୍କୁ ଡାକିଲେ। 3ଟି ବ୍ୟକ୍ତିଙ୍କୁ ଡାକିଲେ। ଜଣେ କହିଲା, ମୁଁ କ୍ଷେତ୍ର କିଣିଛି, ମତେ ସମୟ ନାହିଁ, ମୁଁ ଆସିପାରିବି ନାହିଁ। ଜଣେ କହିଲା, ମୁଁ ବଳଦ କିଣିଛି, ମତେ ପରୀକ୍ଷା କରିବାକୁ ଯିବାକୁ। ଗୋଟେ କହିଲା, ମୁଁ ଏବେ ବିବାହ କରିଛି, ମୁଁ ଆସିପାରିବି ନାହିଁ। ବାହାନା କଲେ। ପ୍ରଭୁଙ୍କର ଇନଭିଟେସନକୁ ସେମାନେ ତିରସ୍କାର କଲେ। ପ୍ରିୟ ମଣ୍ଡଳୀ, ସେ ଇନଭିଟେସନ ଆଜି ମଧ୍ୟ ଆମମାନଙ୍କ ପାଖରେ ଅଛି। ପ୍ରଭୁ ଆଜି ମଧ୍ୟ ସେ ଇନଭିଟେସନ ଦେଉଛନ୍ତି, come to me, ମୋ ନିକଟକୁ ଆସ, ସେ come to me ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, କହନ୍ତି ଦ୍ୱିତୀୟ ବିଷୟ, ସେ ପବ୍ଲିକ ଇନଭିଟେସନ ମଧ୍ୟ ଆଜି ମୁଁ କହିବାକୁ ଚାହେଁ ନାହିଁ। ଦ୍ୱିତୀୟ ହଉଛି ପବ୍ଲିକ ଇନଭିଟେସନ ସେ ଦିଅନ୍ତି। କେବଳ ଗୋଟେ ବ୍ୟକ୍ତିଗତ ନାହିଁ, ମାତ୍ର ପବ୍ଲିକକୁ ସେ ଇନଭିଟେସନ ଦିଅନ୍ତି। ତୋ ସହିତ ଗୋଟେ ୟୁନିଭର୍ସାଲ ଇନଭିଟେସନ ଅଛି। ଏ 2ଟି ବିଷୟ ଆଉ ଗୋଟିଏ ଦିନ ହେଲେ ମୁଁ କହିବି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଶେଷରେ ସେ କହନ୍ତି ଯେ ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି। ଗଡ୍ ଯେତେବେଳେ ସେ ଡାକୁଛନ୍ତି, ଗୋଟେ ପର୍ପସଫୁଲି ସେ ଡାକୁଛନ୍ତି। ତମର ହୃଦୟର ଗହରର ବିଷୟକୁ ସେ ଦେଖିକି ଡାକୁଛନ୍ତି। କଣ କରିବାକୁ ଡାକୁଛନ୍ତି? ସେ ବିଶ୍ରାମ ଦେବାକୁ ସେ ଡାକୁଛନ୍ତି। ସେଇଠି ସେ ପ୍ରତିଜ୍ଞାରେ ସେ ବିଶ୍ୱସ୍ତ ପରମେଶ୍ୱର ଯୋଉ ପ୍ରମିସ କରୁଛନ୍ତି, I will give the rest, I will give you rest। ତୁମକୁ କଣ ଦେବି ନା ବିଶ୍ରାମ ଦେବି। ସେ ପ୍ରମିସ ସେ କରନ୍ତି। ପ୍ରିୟ ମଣ୍ଡଳୀ, ସେଇ ପ୍ରମିସରେ ଆମେ ପ୍ରକୃତରେ ବିଶ୍ୱାସ କରିକି ଆଗକୁ ବଢିବାର ଅଛି।
जो प्रॉमिस रो पवित्र वाक्य जहाँ अच्छी एटा होची गॉड्स प्रॉमिस अरे ये प्रॉमिस रे जो माने विश्वास करंती से माने प्रचुरतार सहित आशीर्वाद पाइबे मु कहबाकू चाहे जे ए प्रॉमिस रे केवल विश्वास एका नुहे गोटे पैसिव फेथ नाइ गोटे निष्क्रिय विश्वास नुहे किंतु एक्टिव फेथ माने गोटे सक्रिय विश्वास गोटे सक्रिय विश्वास माने जीवन रे प्रभु को ठारे विश्वास करूछो इन द सेंस नहीं जे तुमान को जीवन रे से परिश्रांत हेबो नै कि पाप आसीबो नै कि अपराध आसीबो नै मुई ता कहबाकू चाहे नै समस्या आसीबो नै दुख आसीबो नै कष्ट आसीबो नै टेंशन आसीबो नै सेटा मुई कहबाकू चाहे नै जीवन रे जेते पर्यंत रहू प्रत्येक समय रे टेंशन अछि दुख अछि कष्ट अछि बोझ अछि भारग्रस्त अछि किंतु से समय ईश्वर प्रतिज्ञा करंती गॉड अलाइंस करूछंती से मुई तुमान को विश्राम देबी अरे सेठी हमें विश्वास करिके आगो को बढ़िबा को पड़िबो प्रिय ईश्वर को लोक माने आज मु मंडली को आज ए छोट मंडली को मु आह्वान करिबा को चाहे आपण माने क्वाड जाउंतो नै डू नॉट गो चर्च आपण उल्टा बुझंतो नै डू नॉट गो चर्च को दिवार आवश्यक है चारि कांथ बिल्डिंग रे थिबा चर्च को दिवार ए चर्च को जीवार ठीक करिया पड़े डू नॉट गो सिस्टम रे जाउंतो नै रिलीजन रे जाउंतो नै फिलोसॉफी रे जाउंतो नै मात्र जीवा आज ईश्वर से आह्वान करंती गॉड पाखरे आसंत आज अनेक लोक प्रकृत रे जीवन के आह्वान दियंती ने से पछरे आमने जाउछ जेमति कि आमे धन संपत्ति ए जगतर प्रत्येक प्रॉस्पेरिटी आमन को डाकू नै किंतु आमे से आड़े जाउछ आज आमन ईश्वर को पासरी जाउछ जो ईश्वर के आमन को अपना हस्त मेलाई कि से कहउछंती जे आसो 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 बोली कि सेटा को आमे पासरी जाइछु प्रिय मंडली भूली जाइछु आज आमे प्रभु को निकट को जीवा प्रभु जो आह्वान करिसंती सेठी जीवा सेठी आके आमन को प्रकृत शांति अछि सेठी आमन को आनंद अछि सेठी आमन को परित्राण अछि सेठी आमन को स्वर्गीय आशीर्वाद अछि प्रभु के पवित्र जीवंत वाक्यर सकल आशीर्वाद अनुग्रह दया प्रभु हम समस्त प्रति सदा सर्वदा दान करंतु आमेन। भाई बहुत सुंदर वाक्य आ प्रभु को पाख को आसिले प्रकृत रे आमनकर बोझ लाघव हुए मन शांति आसे आ दिन आमनकर शांति रे कटे अति सुंदर भाव आपण आज वर्णना करछथि।